ଯୀଶୁ ଯଦି ସତରେ ପୃଥିବୀକୁ ଆସିଥିଲେ ବା ପୃଥିବୀରେ ଜନ୍ମ ଗ୍ରହଣ କରିଥିଲେ ତେବେ ତାଙ୍କର ତ ଜନ୍ମ ଡେଟ୍ ରହିବା କଥା, ତେବେ ରହିଲା ନାହିଁ କାହିଁକି? ଏହି ପ୍ରଶ୍ନର ଉତ୍ତର ରଖିବା। ତ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତାପରେ ଆପଣମାନେ ସବୁ ଜାଣିପାରିବେ। ଚାଲନ୍ତୁ ଆମେ ସମୟକୁ ଖରାପ ନ କରିକି ଭିଡ଼ିଓଟି ଆମେ ଷ୍ଟାର୍ଟ କରିବା। ନମସ୍କାର, ମୁଁ ଆକାଶ ନାୟକ, ଆପଣମାନେ ଦେଖୁଛନ୍ତି AN ଓଡ଼ିଆ ୟୁଟ୍ୟୁବ ଚ୍ୟାନେଲ। ଦର୍ଶକ ବନ୍ଧୁ, ସମସ୍ତଙ୍କର ଗୋଟିଏ ପ୍ରଶ୍ନ ଥାଉଛି, ଯୀଶୁ ଖ୍ରୀଷ୍ଟ ଯଦି ପୃଥିବୀକୁ ଆସିଥିଲେ ତେବେ ତାଙ୍କର ଜନ୍ମ ତାରିଖ କଣ ପାଇଁ ନାହିଁ? ଏଥିପାଇଁ ନାହିଁ ଯେ ଯୀଶୁ ଖ୍ରୀଷ୍ଟ ଜଣେ ମନୁଷ୍ୟ ନୁହନ୍ତି, ସେ ଜଣେ ଈଶ୍ୱର ଅଟନ୍ତି। ତେବେ ଆପଣମାନେ କହିବେ, ଯୀଶୁ ଖ୍ରୀଷ୍ଟ କୋଉ ଜାଗାରେ କହିଛନ୍ତି ଯେ ମୁଁ ଈଶ୍ୱର ବୋଲିକି? ସେ ସବୁବେଳେ କହିଛନ୍ତି ଯେ ମୁଁ ଈଶ୍ୱରଙ୍କର ପୁତ୍ର ବୋଲିକି ସେ କହିଛନ୍ତି। ତେବେ ଆମେ ସର୍ବପ୍ରଥମେ ଶିଖିବା, ସେହି ଜନ୍ମଦିନ ଶିଖିବା ପୂର୍ବରୁ ଆମେ ଗୋଟିଏ ବିଷୟ ଶିଖିବା ଦରକାର, ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଈଶ୍ୱର ବୋଲିକି ପ୍ରମାଣିତ କରିବା ଦରକାର। ତେବେ ଯେଉଁମାନେ ବୁଝିନାହାନ୍ତି ସେମାନଙ୍କ ପାଇଁ ଏହି ଭିଡ଼ିଓ, ଆଉ ଯେଉଁମାନେ ବୁଝିଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ଭିଡ଼ିଓ। ଆପଣମାନେ ଦେଖନ୍ତୁ ଶେଷ ପର୍ଯ୍ୟନ୍ତ, ଆଉ ଆପଣମାନେ ସବୁ କିଛି ବୁଝିପାରିବେ। ତ ମୁଁ ଏବେ କହିବି, ଯୀଶୁ ଖ୍ରୀଷ୍ଟ ଜଣେ ସତ୍ୟ ଈଶ୍ୱର ଅଟନ୍ତି। ଆଉ ସେ କେମିତି ଈଶ୍ୱର? ତାର ଗୋଟିଏ କାରଣ ହେଲା, ସେ ନିଜେ କହୁଛନ୍ତି ଯେ ମୁଁ ଈଶ୍ୱରଙ୍କର ପୁତ୍ର। ମୁଁ ଆପଣମାନଙ୍କୁ କହୁଅଛି ଯେ ମୋ ନାଁ ହେଉଛି ଆକାଶ, କିନ୍ତୁ ମୁଁ ମନୁଷ୍ୟ ପୁତ୍ର, ଆଉ ମୁଁ ମନୁଷ୍ୟ। ମୁଁ ଯେତେବେଳେ ଲୋକମାନଙ୍କୁ କହିବି ମୁଁ ମନୁଷ୍ୟ ପୁତ୍ର, ତେବେ ମତେ କହିବା ଦରକାର ନାହିଁ ଯେ ମୁଁ ମନୁଷ୍ୟ ବୋଲିକି ମତେ କହିବା ଦରକାର ନାହିଁ। କିନ୍ତୁ ମୁଁ ମନୁଷ୍ୟ ପୁତ୍ର ଯଦି ହେଇଛି ତେବେ ମୁଁ ମନୁଷ୍ୟ ହିଁ ଅଟେ, ଏହା ବୁଝିବା ଦରକାର। ଯେବେ ମୁଁ ମନୁଷ୍ୟ ପୁତ୍ର କହୁଅଛି ତେବେ ମୁଁ କଣ ପଶୁ ହେଇଥିବି କି? ମୁଁ ତ ମନୁଷ୍ୟ ନା। ଏହି ବାକ୍ୟ ଆପଣମାନେ ବୁଝିବା ଦରକାର। ମନୁଷ୍ୟର ପୁତ୍ର ମନୁଷ୍ୟ ହିଁ ହେବ, ଆଉ ପଶୁର ପୁତ୍ର ପଶୁ ହିଁ ହେବ, ଆଉ ଶୈତାନର ପୁତ୍ର ଶୈତାନ ହିଁ ହେବ, ଆଉ ଈଶ୍ୱରଙ୍କର ପୁତ୍ର ଈଶ୍ୱର ହିଁ ହେବେ। ଏଥର ବୁଝିପାରିଲେ? ତେବେ ଯୀଶୁ ଖ୍ରୀଷ୍ଟ ଯଦି ଈଶ୍ୱର, ତେବେ ଜଣେ ଈଶ୍ୱରଙ୍କର ଜନ୍ମ ତାରିଖ ରହିବ କି? ଏଇଟା ଆପଣମାନେ କେବେ ବି ଚିନ୍ତା କରିଛନ୍ତି କି? ନାହିଁ, ଚିନ୍ତା କରିନାହାନ୍ତି। ଏବେ ଆପଣମାନେ ଶିଖନ୍ତୁ ଯେ ଈଶ୍ୱରଙ୍କର କେବେ ବି ଜନ୍ମ ତାରିଖ ରହେ ନାହିଁ। ସେ ତ ଆରମ୍ଭ ମାତ୍ର, ବୁଝୁଛନ୍ତି କି ନାହିଁ? ସେ ତ ଆରମ୍ଭ। ଈଶ୍ୱରଙ୍କୁ କୌଣସି ଲୋକ କି କୌଣସି ଜୀବଜନ୍ତୁ କି କୌଣସି ଜିନିଷ ଈଶ୍ୱରଙ୍କୁ ସୃଷ୍ଟି କରିନାହିଁ, କି ଈଶ୍ୱରଙ୍କୁ ନିର୍ମାଣ କରିନାହାନ୍ତି। ପଶୁ ପକ୍ଷୀକୁ, ଗଛଲତାକୁ, ପୃଥିବୀକୁ, ମନୁଷ୍ୟକୁ ପ୍ରଭୁ ବା ଈଶ୍ୱର ନିଜେ ସୃଷ୍ଟି କଲେ ବା ନିର୍ମାଣ କଲେ। ଈଶ୍ୱର ଜଣେ ସୃଷ୍ଟି ନୁହନ୍ତି, ସେ ସୃଷ୍ଟିକର୍ତ୍ତା ଅଟନ୍ତି। ସେଥିପାଇଁ ତାଙ୍କର ଜନ୍ମ ତାରିଖ ନାହିଁ। ମୁଁ ସେହି ଖ୍ରୀଷ୍ଟ ବିରୋଧୀ ମାନଙ୍କୁ କହିବା ପାଇଁ ଚାହେଁ ଯେ ମନୁଷ୍ୟର ହିଁ ଜନ୍ମ ତାରିଖ ଥାଏ। ଠିକ ନା ଭୁଲ ସେଟା ଆପଣମାନେ କମେଣ୍ଟ ବକ୍ସରେ ଆପଣ ଲେଖନ୍ତୁ। ଆଉ ଈଶ୍ୱରଙ୍କର କେବେ ବି ରହେ ନାହିଁ ଜନ୍ମ ତାରିଖ, ବୁଝୁଛନ୍ତି କି ନାହିଁ? ଆଉ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ସେହି ଈଶ୍ୱର। ସେଥିପାଇଁ ସେ କହୁଛନ୍ତି ମୁଁ ଈଶ୍ୱରଙ୍କର ପୁତ୍ର ବୋଲି କହୁଛନ୍ତି। ଈଶ୍ୱରଙ୍କର ପୁତ୍ର ଭାଇ ଈଶ୍ୱର ହିଁ ହେବେ। ସେଥିପାଇଁ ତାଙ୍କର ଜନ୍ମ ତାରିଖ ନାହିଁ। ଏଥିରେ ପ୍ରଶ୍ନ ଆସିବ, ତେବେ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ମୁଁ ଈଶ୍ୱରଙ୍କର ପୁତ୍ର, ତେବେ ସେହି ଈଶ୍ୱର କିଏ ହେଇଥିବେ କି ନାହିଁ? ସେହି ଈଶ୍ୱର କିଏ ହେଇଥିବେ? ପହିଲା ଈଶ୍ୱର କିଏ ହେଇଥିବେ? ଫାଷ୍ଟ ଈଶ୍ୱର କିଏ ହେଇଥିବେ? ସେ ଯଦି ଈଶ୍ୱରଙ୍କର ପୁତ୍ର ବୋଲି କହୁଛନ୍ତି, ତେବେ ତାଙ୍କର ପିତା ଅଛନ୍ତି। ସେ ପିତା କିଏ? ମାଥି ପୁସ୍ତକରେ ଲେଖା ହେଇଛି ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ପବିତ୍ର ଆତ୍ମାଙ୍କ ଦ୍ୱାରା ଜନ୍ମ ହେଲା ବୋଲିକି ଲେଖା ହେଇଛି। ମାଥି ପୁସ୍ତକରେ ଲେଖା ହେଇଛି ମରିୟମ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହେଲେ ବୋଲିକି ଲେଖା ହେଇଛି। ଦେଖନ୍ତୁ, ତେବେ ଆପଣମାନେ ଚିନ୍ତା କରନ୍ତୁ ଯେ ଯୀଶୁ ଖ୍ରୀଷ୍ଟଙ୍କର ପିତା କିଏ? ଆତ୍ମା ଅଟନ୍ତି, ବୁଝୁଛନ୍ତି? ତେବେ ସେହି ଆତ୍ମା ହିଁ ଈଶ୍ୱର ଅଟନ୍ତି। ଆଦି ପୁସ୍ତକରେ ଲେଖା ହୁଏ ଗଭୀର ଜଳ ଉପରେ ଆତ୍ମା ବ୍ୟାପ୍ତ ଥିଲେ, ସେହି ଆତ୍ମା ହେଉଛନ୍ତି ପବିତ୍ର ଆତ୍ମା। ସେହି ଆଦି ପୁସ୍ତକରେ ହିଁ ଈଶ୍ୱର କହିଛନ୍ତି ଆପଣ ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କରିବା। ଅର୍ଥାତ୍ ସେ ଯେପରି ଦେଖା ଯାଉଛନ୍ତି, ତାଙ୍କର ଯେପରି ହାତ ଗୋଡ଼ ଅଛି, ଆଉ ତାଙ୍କର ଯେପରି ଦେହ ଅଛି, ତାଙ୍କର ଯେପରି ଆଖି ଅଛି, ତାଙ୍କର ଯେପରି ପାଟି ଅଛି, ସେହିପରି ମନୁଷ୍ୟକୁ ମଧ୍ୟ ଆମେ ନିର୍ମାଣ କରିବା, ବୁଝୁଛନ୍ତି? ଆଉ ସେହି ଶରୀର, ସେହି ହାତ ଗୋଡ଼ ଥିବା ଈଶ୍ୱର ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ବୁଝିଲେ? କ୍ଲିୟର ହେଲା? ତ ଏଥିପାଇଁ ଯୀଶୁ ଖ୍ରୀଷ୍ଟ ଈଶ୍ୱର ହେଇଥିବା ହେତୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ତାରିଖ ନାହିଁ। ଆଉ ମୋର ସମ୍ପୂର୍ଣ୍ଣ ଆଶା ଯେ ଆପଣମାନେ ଏହି ଭିଡ଼ିଓ ଦେଖିକି ସମ୍ପୂର୍ଣ୍ଣ ବିଷୟ ଶିଖିଥିବେ ଆଉ ବୁଝିଥିବେ। ଯଦି ବୁଝି ନାହାନ୍ତି ଆଉ ଯଦି ବୁଝିଛନ୍ତି, ତେବେ ମଧ୍ୟ ଆପଣମାନେ କମେଣ୍ଟ କରନ୍ତୁ। ଆଉ ଆପଣମାନେ କେମିତି ବୁଝିଲେ, ଆଉ ଆପଣମାନଙ୍କୁ କେମିତି ଅବୁଝା ରହିଲା,
ସେଇଟା ଆପଣ ମାନେ କମେଣ୍ଟ କରନ୍ତୁ। ତ ଆପଣ ମାନେ এই ଭିଡିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ ଆଉ ଲାଇକ୍ ଟେ ଦିଅନ୍ତୁ। ମୁଁ ରହୁଛି ଆଜି ପାଇଁ ଏତିକି, ପୁଣି ଦେଖା ହବ ନେକ୍ସଟ ଭିଡିଓରେ। ସେହି ଭିଡିଓ ପର୍ଯ୍ୟନ୍ତ ସମସ୍ତଙ୍କୁ ନମସ୍କାର।